ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଏପ୍ରିଲ 19। ଦିନଟିର ପ୍ରଧାନ ଚିନ୍ତା। ଆମର ମନ ଯେତେବେଳେ ଶାନ୍ତ, ସେତେବେଳେ ଆମେ ନିଜ ଭିତରେ ଏକ ଅଫୁରନ୍ତ ଶାନ୍ତିର ଭଣ୍ଡାର ଆବିଷ୍କାର କରୁ। ସ୍ମରଣୀୟ ପଂକ୍ତି, ଶାନ୍ତ ହୁଅ ତୁମେ, କର ନାହିଁ ମନକୁ ତୁମର କର୍ଷିତ କାତର। ଶୁଣିଲି ମୁଁ ଏହି ବାଣୀ ଅଦୃଶ୍ୟ ଗଭୀରତା ତଳୁ। ନୟନ ମୁଦ୍ରିତ କର, ଦୃଷ୍ଟି ତବ ନୁହେଁ ସତ୍ୟମୁଖୀ, ଆସ ମୋର ପାଶେ। ଏହି ଭାବେ ଧୀର ହସ୍ତ ଏକ ନେଇଗଲା ମୋତେ କୋଳାହଳହୀନ କେଉଁ ଦେଶେ। ଲଭିଲି ପରଶ ମୁଁ ଏକ ସ୍ନିଗ୍ଧ ସୁରଭି ପବନର। ଶାନ୍ତି ସ୍ନାତ କଲା ମୋତେ ଏକ ସ୍ୱଚ୍ଛ ସରସୀର ତୀରେ। ଦେଖିଲି ମୁଁ, ବୁଝିଲି ମୁଁ, ତାହାର ସ୍ଫଟିକ ସମ ନିର୍ମଳ ନୀରେ, ଯେ ସତ୍ୟ ଆବାଂ ମାନସ ଗୋଚର। ନୀତି ଉପଦେଶ। ଆମେ ଅନ୍ତର୍ନିହିତ ଜୀବନର ଉତ୍ସ ସଙ୍ଗେ ଯଦି ଯୁକ୍ତ ହେବାକୁ ଚାହୁଁ, ତେବେ ଆମକୁ ଅନ୍ତର୍ମୁଖୀ ହେବାକୁ ପଡ଼ିବ ଏବଂ ଗଭୀର ଚିନ୍ତା ଅଭ୍ୟାସ କରିବାକୁ ହେବ। ସେହି ଦିବ୍ୟ ସ୍ପର୍ଶ ଲାଭ ଯଦି ଆମର ହୁଏ, ତେବେ ଆମେ ଏକ ନୂତନ ପୂର୍ଣ୍ଣତା ଅନୁଭବ କରିବା ଏବଂ ଆମର ପରିସ୍ଫୁଟ ସତ୍ୟ ଦର୍ଶନ ହୋଇବ। ଅନେକଙ୍କର ଧାରଣା ଯେ ଧ୍ୟାନଯୁକ୍ତ ଜୀବନ ନିଷ୍କ୍ରିୟ ଏବଂ ପ୍ରାଣହୀନ। ଏଥିରୁ ବୁଝି ହୁଏ ଯେ ସେମାନେ କେବେ ହେଲେ ଏ ରାଜ୍ୟରେ ପ୍ରବେଶ କରିନାହାନ୍ତି। ଧ୍ୟାନାଭ୍ୟାସ ମନୁଷ୍ୟକୁ ଯେଉଁ ରାଜ୍ୟକୁ ନେଇଯାଏ, ସେଠାରେ ପ୍ରବେଶ କଲେ ଜୀବନର ସକଳ ନିସ୍ତେଜ ଭାବ ଦୂର ହୁଏ ଏବଂ ଆମେ ଏକ ଅପରିସୀମ ଆନନ୍ଦରେ ପରିପୂର୍ଣ୍ଣ ହେଉ। ସେହି ଆନନ୍ଦ ଏତେ ପ୍ରଚୁର ଯେ ତାହା ଅନ୍ୟମାନଙ୍କୁ ବିତରଣ କରିବା ପାଇଁ ଯଥେଷ୍ଟ ହୋଇଥାଏ। ପ୍ରାର୍ଥନା। ଯାହାର ଦୃଷ୍ଟି ସତତ ଏହି ବିଶ୍ୱ ଉପରେ ସଜାଗ, ସେ ମୋର ହୃଦୟ ମନକୁ ଶାନ୍ତ କରନ୍ତୁ। ମୋର ସମସ୍ତ ସତ୍ତାକୁ ସେ ସୁସମ୍ବନ୍ଧ ଓ ଶାନ୍ତିମୟ କରନ୍ତୁ। ତାହାଙ୍କ ମହିମା ଯେପରି ମୋ ଭିତରେ ପ୍ରକାଶିତ ହୁଏ, ମୁଁ ଯେପରି କଦାପି ନିଜକୁ ସେହି ଆନନ୍ଦର ଉତ୍ସରୁ ବିଚ୍ଛିନ୍ନ ନ କରେ।